ସକାଳୁ ସ୍ୱାମୀଙ୍କୁ ନେଇ ଆଗ ଗାଡ଼ି ଚାବି ଦବାର, ତାଙ୍କ ଏକ୍ସପ୍ରେସକୁ ଧରି ସିଏ ସମାନେ ଡ୍ୟୁଟି ଯିବାର। ମୁହଁଟିକୁ ହାଣ୍ଡି ପରିକା ଫୁଲେଇ କରି ବ୍ରେକଫାଷ୍ଟରେ ପରଟାକୁ ବନ୍ଧାକୋବି ଛିଞ୍ଚେଡ଼ା ଧରି ବସିଲି। ପାଟିକି କେମିତି ନେଇ ଖାଇବି ବୋଲି ବଡ ଚିନ୍ତାରେ ଥିଲି। ବିଦ୍ୟାରାଣ ମେଡିସିନକୁ ମୋର ପ୍ରବଳରୁ ଅତି ପ୍ରବଳ ଡର। ବାସ୍ ଗିଳି ତ ଦଉଛି ଆଉ ଏଇଆ ଭାବିକି କେମିତି ଏ ଦାନ୍ତ ବିନ୍ଧାରୁ ପାଇଯିବି ପାର। ଟିକେ ଭଲ ଲାଗିବାରୁ ବାହାରିଗଲି ଲଞ୍ଚର ପ୍ରସ୍ତୁତି କରିବା ପାଇଁ। ଆଲୋ ରୋଷେଇ ଶେଷକୁ ପୁରା ଝାଳରେ ଗାଧେଇ ପଡ଼ିଲି ମୁହିଁ। ପବନ ଖାଇବା ପାଇଁ ଗରମ ଦିନର ସାଥୀ ପଙ୍ଖାକୁ ଟିକେ ଚାଲୁ କଲି। ଦୀର୍ଘ ନିଶ୍ୱାସଟେ ଛାଡ଼ି ଖଟ ଉପରେ ବସି ପଡ଼ିଲି। ନିଜ କାନିରେ ନିଜ ଝାଳକୁ ପୋଛିହେଲି। ଆମ ଘରୁ ଫେରିବା ବାଟରୁ ସ୍ୱାମୀ କିଣି ଦେଇଥିଲେ ଏଇ କାଚା ବାଦାମ। ଏବେ ତାକୁ ଧୋଇଦେଲେ ସନ୍ଧ୍ୟା ବେଳକୁ ହେଇଯିବ ତାର କାମ ତମାମ। ମାନେ ସିଝେଇକି ଖିଆ ହବ ମ। ଭାତ, ଡାଲମା, ବନ୍ଧାକୋବି ଛିଞ୍ଚେଡ଼ା, ମିକ୍ସଚର, ଟମାଟୋ ଚକଟା ଖାଇବା ଥିଲା ଖରାବେଳ ସ୍ପେଶାଲ। ଦିନରେ ସ୍ୱାମୀ ଆହୁରି ସୁଆଦିଆ ଖାଇବାଟେ ନେଇ ଆସିଲେ ଏଗ ରୋଲ। ରୋଲ ଆକାରଟା ବହୁତ ବଡ ଥିଲା। ସାଧାରଣ ଖାଇବା ତ ଖାଇପାରୁନି, ୟାକୁ ଯୋଉ ଷ୍ଟାଇଲରେ ମୁଁ ଖାଇଛି ସ୍ୱାମୀଙ୍କ ମୁହଁରୁ ଖାଲି ହସ ଛୁଟିଲା। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।